জয় জগন্নাথ। ଡ୍ରାଇଭର ମହାସଂଘର ତିଆରି ଛାଡ଼ ଆନ୍ଦୋଳନରେ ସୃଷ୍ଟି ହୋଇଛି ଫାଟ। ଆନ୍ଦୋଳନରେ ଓହରିଲା ବସ୍ ମାଲିକ ସଂଘ। ଗତ 4 ଦିନ ଧରି ଚାଲୁଥିବା ଡ୍ରାଇଭର ମହାସଂଘର ସ୍ଟିଅରିଂ ଛାଡ଼ ଆନ୍ଦୋଳନରେ ସୃଷ୍ଟି ହୋଇଛି ଫାଟ। ଶୁକ୍ରବାର ସନ୍ଧ୍ୟାରେ ଏହି ଆନ୍ଦୋଳନକୁ କଟକ ଘରୋଇ ବସ୍ ମାଲିକ ସଂଘ ଓହରିଥିବା ନେଇ ଦେଇଛନ୍ତି ସୂଚନା। ଶନିବାର ସକାଳୁ କଟକର ସିଏମ୍ବିଟିରୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଚଳାଚଳ କରିବ ପ୍ରାଇଭେଟ ବସ୍। ଏନେଇ ଘୋଷଣା କରିଛି କଟକ ବସ୍ ମାଲିକ ସଂଘ। ରାଜ୍ୟରେ ପୁଲିସକୁ ଗାଡ଼ି ଚେକିଂ କରିବାର କ୍ଷମତା ପ୍ରଦାନ କରିବା ପାଇଁ ହେଉଥିବା ପ୍ରକ୍ରିୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ମାଲିକ ଓ ଡ୍ରାଇଭର ମାନେ। ଡ୍ରାଇଭର ମାନଙ୍କର ଏକ ୱେଲଫେୟାର ବୋର୍ଡ ଥିବା ବେଳେ ଏଥିରେ ସାମିଲ ନାହାନ୍ତି ଅଟୋ ଡ୍ରାଇଭର ମାନେ। ସେମାନଙ୍କୁ ଏଥିରେ ସାମିଲ କରାଯିବା ସହ 60 ବର୍ଷରୁ ଉର୍ଦ୍ଧ୍ୱ ଡ୍ରାଇଭର ମାନଙ୍କୁ ପେନସନ ଯୋଜନାର ଅନ୍ତର୍ଭୁକ୍ତ କରିବା ଥିଲା ସେମାନଙ୍କର ଦାବି। ପାର୍କିଂ ସ୍ଥାନରେ ଡ୍ରାଇଭର ମାନଙ୍କ ପାଇଁ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ କରିବା ସେମାନଙ୍କର ଥିଲା ଅନ୍ୟ ଏକ ଦାବି। ସେପ୍ଟେମ୍ବର 1 ତାରିଖକୁ ଡ୍ରାଇଭର ଦିବସ ଭାବେ ପାଳନ କରିବାକୁ ସେମାନେ ଦାବି ରଖିଛନ୍ତି। ଡ୍ରାଇଭରଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଆଇନ ପ୍ରଣୟନ ଓ ଅନ୍ୟ ଅଞ୍ଚଳରେ ଆଞ୍ଚଳିକ ଡ୍ରାଇଭର ମାନଙ୍କୁ ପ୍ରାଧାନ୍ୟ ଦେବା ଭଳି ଦାବି ମଧ୍ୟ ଉପସ୍ଥାପନ କରାଯାଇଥିଲା। ଏହି ଦାବିକୁ ନେଇ ଗଲା 8 ତାରିଖରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ତେବେ ଆନ୍ଦୋଳନର 4ର୍ଥ ଦିବସରେ କଟକ ବସ୍ ମାଲିକ ସଂଘ ଏହି ଆନ୍ଦୋଳନରୁ ଏକ ପ୍ରକାର ଓହରି ଯାଇଥିବା ସୂଚନା ମିଳିଛି। କଟକ ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟାଳୟରେ ସଭାପତି ଦେବବ୍ରତ ତ୍ରିପାଠୀଙ୍କ ଅଧୀନରେ ଅନୁଷ୍ଠିତ ହୋଇଥିଲା ଏକ ବୈଠକ। ଏହି ବୈଠକରେ ଆସନ୍ତା 12 ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନକୁ କଟକର ସିଏମ୍ବିଟି ଠାରୁ ବସ୍ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ବସ୍ ଚଳାଚଳ ସମୟରେ ଯେପରି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେଉ ସେଥିନେଇ ସରକାରଙ୍କ ସହ ଆଲୋଚନା କରାଯାଇଛି। ସଭାପତି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ 2009ରେ ଆନ୍ଦୋଳନରତ ବସ୍ ମାଲିକମାନଙ୍କୁ ଦେଶମା ଲାଗୁ କରି ଗିରଫ କରାଯାଇଥିଲା। ଏବେ ଡ୍ରାଇଭର ମାନଙ୍କ ବିରୋଧରେ ସେହିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଗାଡ଼ି ଇତ୍ୟାଦିକୁ ସେମାନେ ରାସ୍ତାରେ ବନ୍ଦ କରୁଛନ୍ତି। ଏହା ଦ୍ୱାରା ସାଧାରଣ ଲୋକ ପ୍ରଭାବିତ ହେଉଛନ୍ତି। 7 ଦଫା ଦାବିରୁ ପୁଲିସ ଗାଡ଼ି ଚେକିଂକୁ ବସ୍ ମାଲିକମାନେ ବିରୋଧ କରିଥିଲେ। ଅବଶିଷ୍ଟ 6 ଦଫା ଦାବି ସହିତ ବସ୍ ମାଲିକ ସଂଘର କୌଣସି ପ୍ରକାର ସ୍ୱାର୍ଥ ଜଡ଼ିତ ନାହିଁ। ତେଣୁ ଏହି ଆନ୍ଦୋଳନରୁ ଆମେ ଓହରି ଯାଉଛୁ ବୋଲି ଶ୍ରୀ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଯଦି ଆପଣଙ୍କୁ ଆମର ଏହି ନ୍ୟୁଜଟି ଭଲ ଲାଗେ ତେବେ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ କରନ୍ତୁ, ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।